ହନୁମାନ ଯେତେବେଳେ ଯାଇ ପୁଷ୍କରିଣୀ ତୀର ଟିକେ ଲୁକାୟିତ ଅବସ୍ଥାରେ ଅଛନ୍ତି, ସେଇଠି ଜନପ୍ରଜା ତାଙ୍କର ସବୁ ସ୍ନାନ ଘାଟରେ କଥାବାର୍ତ୍ତା ହୁଅନ୍ତି। ମା ଝିଅ ବୋଉ ଆପଣ ମାନେ ସିନା ସ୍ମାର୍ଟ ସିଟିରେ ରହିଛନ୍ତି, ବାଥରୁମ ବ୍ୟବହାର କରୁଛନ୍ତି, କିନ୍ତୁ ଆଗକାଳ ସବୁ ନଦୀ ବନ୍ଧ କୂଅ ଏଗୁଡ଼ାରେ ସବୁ ସ୍ନାନ କରି ମା ଭଉଣୀ ମାନେ ଗାଧେଇବା ବେଳେ କଥାବାର୍ତ୍ତା ହୁଅନ୍ତି। ଗାଁ ଗହଳିରେ ଏପର୍ଯ୍ୟନ୍ତ ସୁଦ୍ଧା ସେଇ ପ୍ରଥା ଚାଲିଛି ବୋଲି ସେଠି ପରା କୁମ୍ଭୀର ଟାଣିନେଲା ସେ ଲେଡିକୁ। ହନୁମାନ ଶୁଣୁଛି, ସ୍ତ୍ରୀ ମାନେ କଥା ହଉଛି। ଆଜି ଏଇ ଯୋଉ ଦଶରଥର ପୁଅ ରାମ ଆସୁଛି, ଆଜି ଆଉଛି ଏଟା ଏତେ ସନ୍ଦେହୀ। ସୀତା ଭଳି ବୋହୂକୁ ସିଏ ସନ୍ଦେହ କଲା ରାବଣ ତା ପାଖରେ ରଖିଲା ବୋଲି। ଧୋବା ଧୋବଣୀ କଳି ଆଜ୍ଞା ଅଲଗା, ସେ ଷ୍ଟୋରି ମୁଁ କହୁନି ଆଜ୍ଞା। କିନ୍ତୁ ଗୋଟାଏ ସ୍ତ୍ରୀ ପାଇଁ ରାମଚନ୍ଦ୍ର ତା ସ୍ତ୍ରୀ କି ଏତେ ସ୍ନେହ କରୁଛି, ତା ନିଜ ସ୍ତ୍ରୀ ପାଇଁ ଗୋଟାଏ ବଡ ପଣ୍ଡିତ ବ୍ରାହ୍ମଣ ରାବଣକୁ ମାରିଦେଲା। ରାବଣକୁ ମାରି ବ୍ରହ୍ମ ହତ୍ୟା ପାପରେ ପଡ଼ିଲା ଏ ରାମ। ହନୁ ଶୁଣୁଛି, କିନ୍ତୁ ରାମ ଗୋଟେ ନାରୀ ପାଇଁ ଏଡେ ବଡ ଯୁଦ୍ଧ କରିଦେଲା, ବ୍ରାହ୍ମଣ ବଧ କଲା। କିନ୍ତୁ ଆମ ରାଜା ରଘୁ କେତେ ଧାର୍ମିକ ଜାଣିଛ? ଗୋଟିଏ ନୁହେଁ, 5ଟି ନୁହେଁ, 50 ନୁହେଁ, ଏକାଥରେ 159 କେହି କହନ୍ତି, 60 କେହି କହନ୍ତି, ଦିଟା ମତ, 160 ରାଣୀ ରଘୁରାଜା ବ୍ରାହ୍ମଣକୁ ନିଜେ ସ୍ୱଇଚ୍ଛାରେ ମନ ଦୁଃଖ ନ କରି ଦାନ କରିଦେଲେ। ଏଇତକ ହନୁ ଶୁଣି ମନ ଦୁଃଖ ହେଇଗଲା। ଶୁଣିବେ ଗୁଣିବେ ଜନମ ଫୁଲ ଏହି ଠାରୁ ଯାହା ନ୍ୟାୟ ମାନ ଋଷି ବସିବେ ଶୁଣିବେ ପଣ୍ଡିତ ହନୁ ମନ ଦୁଃଖେ ଗଲା ରାମଚନ୍ଦ୍ରଙ୍କର ସାନ୍ନିଧ୍ୟ ଯାଇନ ଏହି ଭାରତୀ ଭାସିଲା। ମନ ଦୁଃଖରେ ହନୁ ଗଲା, କହିଲା ପ୍ରଭୁ ଠାକୁର ଆପଣଙ୍କୁ କେହି ଭଲ ପାଉନାହାନ୍ତି, ଆପଣଙ୍କର କ୍ୟାରେକ୍ଟର ଖରାପ। 14 ବର୍ଷରେ ଆପଣ ଫେରିଲେ ଆପଣଙ୍କୁ କେହି ଭଲ ପାଉନାହାନ୍ତି। ସାର୍ଟିଫିକେଟ ଶେଷରେ ଯୋଉ ଚରିତ୍ର ଲେଖା ହେଇଛି ସେଟା ଲେଖା ହେଇଛି ମନ୍ଦ। ସବୁ କହୁଛନ୍ତି ଆପଣ ନିଜ ନାରୀ ପାଇଁ ଏତେ ମମତା ଯେ ଗୋଟିଏ ସ୍ତ୍ରୀ ପାଇଁ ଆପଣ ଗୋଟେ ରାଜ୍ୟ ଧ୍ୱଂସ କରି ପାଉଁଶରେ ମିଶେଇ ଦେଲେ। ପାଉଁଶ ଗଦା ହେଇଗଲା ସ୍ୱର୍ଣ୍ଣମୟୀ ଲଙ୍କା। ଏଡେ ବଡ ବ୍ରାହ୍ମଣ ପଣ୍ଡିତ ରାବଣକୁ ଆପଣ ମାରି ବ୍ରହ୍ମ ହତ୍ୟା ପାପରେ ପଡ଼ିଲେ। ଏବଂ ରାଜ୍ୟ ସାରା ଲଙ୍କା ସାରା ଯୁଆଡେ ଦେଖିବ କେବଳ ବିଧବା। ଆପଣଙ୍କ ଠାରେ ବ୍ରହ୍ମ ହତ୍ୟା ଦୋଷ ଲାଗିଛି, ନର ହତ୍ୟା ଦୋଷ ଲାଗିଛି, ରାକ୍ଷସ ହତ୍ୟା ଦୋଷ ଲାଗିଛି। କିନ୍ତୁ ସେ ରାଜ୍ୟର ଯୋଉ ରାଜା ରଘୁ, ଆଜ୍ଞା ମୁଁ ୟାର ଉପକ୍ରମ ଏକା ଦଉଛି, ଆପଣ ମାନେ ଭାବିବେନି ଯେ ରାମ ଆସିଲା ବେଳକୁ କଣ ରଘୁ ଥିଲେ କି? ସେ ସମୟ କଥା ମୁଁ କହୁନି, କାହିଁକି ରଘୁବଂଶ ହେଲା ତାର ଉପକ୍ରମଣିକା ମୁଁ ଆପଣ ମାନଙ୍କୁ ଦଉଛି। ଏପଟ ସେପଟ ମୋଟେ ହବନି ଆଜ୍ଞା। ଏଇତକ ରାମ ଠାକୁର ଶୁଣିଲେ, କହିଲେ କଣ ପ୍ରଜାନୁରଞ୍ଜନ ରାମ ଦୁଷ୍ଟ ଦଳନ କରିବା ପାଇଁ ମୋର ଅବତାର, ମୁଁ ଦୁଷ୍ଟ ମାରି ପାପୀକୁ ସଂହାର କରି ଶିଷ୍ଟକୁ ପାଳନ କରିବା ମୋର କର୍ତ୍ତବ୍ୟ, ଯାହାକି ଆପଣ ମାନଙ୍କର କୃଷ୍ଣ ଦ୍ୱୈପାୟନ ବ୍ୟାସ ସଂସ୍କୃତ ମହାଭାରତ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିଃ ଭବତି ଭାରତ ଅଭ୍ୟୁତ୍ଥାନମ୍ ଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ च ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଏ ଶ୍ଲୋକକୁ ଯାହାକି ଆପଣ ମାନଙ୍କର ତୁଳସୀଦାସ ରାମଚରିତ ମାନସରେ ମଧ୍ୟ କହିଦେଲେ। କଣ କହିଲେ? ବାବାରେ ଯାହାକି ଆପଣ ମାନଙ୍କର
ओडिया भागवत कहूँ रामचरित मानस मध्य सेया कहूँ जब जब होई ये स्वर जाइथिला अब ये चेंज करिया ये चेंज करो कौन आज दउथिले स्वर तमठु शिखिकी बंगलाश्री रे गोरी है लाइया हिंदी ट्यूनिंग नहीं कहले दଳ ଦେଖେ ହଜା ଦଳ रे सीटा तो तुम काली गाउथलो ना हौ 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 बाबा स्वर को टिके चेंज करो या जब जब होई धर की हाली बढ़ाई असुर धमारी श्री राम जय राम जय जय राम रघुपति राघव राजीव लोचन बोलिए श्याम रामचंद्र की जय लक्ष्मण भैया की जय सीता मैया की जय वीरभद्रन वाले हनुमान की जय आज का साधु समाज की सज्जन आपण मानकर रामचरित मानस मध्य प्रमाण कले राम ठाकुर कहते हे हनु जब जब होई धर्म की हानि जेते बेले धर्मर हानि हुए जेते बेले देखे असुर अधम अभिमानी माने अत्याचार करती अत्याचार बढ़ी जाए सेई समय मु अवतार निये एवं सेमानकु शास्ति देई मुनि ऋषि साधु संत मानकु रक्षा करबा पालन करे एया मोर भूल ताले ए कथा मोर कुलगुरु वशिष्ठंकु पचारा जाओ अपा रघुवंश पूर्वरु तार उपक्रमणिका अनेक काहे कि रघुवंश हैला सारे वशिष्ठ मध्य तद्रूप कहिले कहले ए पिले तमे हनु जहा शुणी ठीक बेस राम तमे मन दुख करना तम ठारू रघुंकर कीर्ति अनेक खाली से नारी दान करबा कथा हम कहू कौश्चंकु 14 लाख स्वर्ण मुद्रा दान करिथिले रघु कौश्चंक गुरु दक्षिणा विषय आपण माने सिटी साहित्य सार अछंती कॉलेज रो से पिला मान पाठ पढौछन नाही कि कौश्चंकु रघु 14 लाख स्वर्ण मुद्रा दान करिथिले एवं देवराज इंद्रंक सहित युद्ध रे जय युक्त लाभ करी आनंद रे देवकुल को रक्षा करिथिले रघुंकर कीर्ति केते रघुकुल रीति सदा चले आई प्राण जाए पर वचन न जाए ये जोड़िए नु आउ गोटे महान कार्य रावणर जो मृत्यु बाण ब्रह्म बाण रावणर ब्रह्म बाण तैयारी करथिले जो सृष्टि करता ब्रह्मा पुण्यवंत राजा रघु जानी पुण्यवंत राजा रघुंकु रावणर ब्रह्म बाण दान करथिले वेदपति ब्रह्मा एवं चतुर्थरे से गोटिए नुह 5 नुहे 160 राणी ब्राह्मण को निसंकोचरे दान करे से स्टोरी के आपण माने ग्रहण करबा हुंतु केते बेले केउ समय केउ परिस्थिति रे अयोध्या शासक राजा रघु दान करिथिले एवं कोन कोन दान करथिले बाबा सुंदर स्टोरी देवता माने कहिले समस्तंकर प्रचारित होची महादानी रघु बोली जो डिंडिम देखिबा में राजा रघु को परीक्षा करिबा कहले राजा रघु को परीक्षा करिया पई जिबे कि देवता माने कहले तांको पाखो को परीक्षक हिसाब रे आमे आउ काहा को पठेबा सबुठारु मुख्य मायाधर होचंती प्रभु मर्यादा पुरुषोत्तम नारायण पुरुषोत्तम जी नारायण अच्छा ताले नारायण को आमे पठेबा तांकु से परीक्षा करिबा देवता माने जाई नारायण को पाखरे पहुंची नारायण को गुहारी करू ठाकुर को डाकुछंती भक्ति रे पवित्र मन रे डाकुछंती